ନମସ୍କାର, ଜୟ ଜଗନ୍ନାଥ। ଆଜି ଭକ୍ତ ଅଙ୍କନ ଓ ମାଧନଙ୍କ ବିଷୟରେ ଆମେ ଜାଣିବା। ପବିତ୍ର ଗୋଦାବରୀ ନଦୀ କୂଳରେ ଅଙ୍କନା ଓ ମାଧନା ନାମରେ ଦୁଇ ଭାଇ ଏକ ବ୍ରାହ୍ମଣ କୁଳରେ ଜନ୍ମଗ୍ରହଣ କରିଥିଲେ। ସେମାନେ ରୂପରେ, ଗୁଣରେ, ଦାନପଣରେ, ଦୟାପଣରେ ସବୁଥିରେ ଶ୍ରେଷ୍ଠ ଥିଲେ। ସେମାନଙ୍କର ଅଚଳାଚଳ ଧନ ସମ୍ପଦ ଥିଲା। ଧନ ଠୁଳ କରିବାରେ ସେମାନଙ୍କର ତିଳେ ହେଲେ ଇଚ୍ଛା ନଥିଲା। ଦାନରେ ଥିଲା ସେମାନଙ୍କର ଗଭୀର ଆନନ୍ଦ। ଏଥିନିମିତ୍ତ ସେମାନେ ଭାରତର ପ୍ରସିଦ୍ଧ ତୀର୍ଥସ୍ଥାନ ଯାତ୍ରା କରୁଥିଲେ। ପୁରୀ, କାଶୀ, କାଞ୍ଚି, ଅଯୋଧ୍ୟା, ବଦ୍ରିନାଥ, ଦ୍ୱାରକା, ରାମେଶ୍ୱର ଇତ୍ୟାଦିରେ ମଠ ସ୍ଥାପନ କରି ପ୍ରତିଦିନ ହଜାର ହଜାର ସାଧୁଙ୍କର ରହିବାର ଓ ଖାଇବାର ବ୍ୟବସ୍ଥା କରିଥିଲେ। ଘରକୁ କେହି ଦୁଃଖୀ ରଙ୍କି ଅତିଥି ଅଭ୍ୟାଗତ ଆସିଲେ ତାଙ୍କୁ ଧନ, ଅନ୍ନ, ବସ୍ତ୍ର ଦେଇ ସନ୍ତୁଷ୍ଟ କରୁଥିଲେ। ଏହାଛଡ଼ା ପ୍ରତ୍ୟେକ ଦିନ 8 ଜଣ ବ୍ରାହ୍ମଣଙ୍କୁ ବରଣ କରି ସେମାନଙ୍କୁ ଅନ୍ନ ଦାନ କଲା ପରେ ଦୁଇ ଭାଇ ଅନ୍ନଜଳ ସ୍ପର୍ଶ କରୁଥିଲେ। 8 ଜଣରୁ ଜଣେ ଊଣା ହେଲେ ସେମାନେ ନ ଖାଇ ନ ପିଇ ଉପବାସ ରହୁଥିଲେ। ତାଙ୍କର ଏହି ଗୁଣ ଯୋଗୁଁ ସମସ୍ତେ ତାଙ୍କୁ ଧନ୍ୟ ଧନ୍ୟ ବୋଲି କହୁଥିଲେ। କ୍ରମେ ତାଙ୍କର କୀର୍ତ୍ତି ଚାରିଆଡ଼େ ପ୍ରସାରିତ ହେଲା। ଅନ୍ତର୍ଯ୍ୟାମୀ ଭଗବାନ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ। ଭକ୍ତକୁ ପରୀକ୍ଷା କରିବା ନିମିତ୍ତ ଏକ ଦୁର୍ବଳ ବୃଦ୍ଧ ବ୍ରାହ୍ମଣ ବେଶ ଧରି ଅଙ୍କନା ଓ ମାଧନା ଘରେ ଉପସ୍ଥିତ ହେଲେ। ଯୋଗକୁ ସେଦିନ ସେମାନଙ୍କ ଘରେ ଏକ ହରିହାଟ ଉତ୍ସବ ଅନୁଷ୍ଠିତ ହେଉଥିଲା। ବନ୍ଧୁ ବାନ୍ଧବ, ସାଧୁ ସନ୍ଥ ଭରପୁର ଥିଲେ। ଆନନ୍ଦ ଉତ୍ସବରେ ସମସ୍ତେ ମଗ୍ନ ଥିଲେ। ବ୍ରାହ୍ମଣ ବେଶଧାରୀ ଭଗବାନ ଅଙ୍କନା ଓ ମାଧନା ଦୁଇ ଭାଇ କାହାନ୍ତି ବୋଲି ପଚାରିଲେ। ଲୋକେ ଦୁଇ ଭାଇଙ୍କୁ ଚିହ୍ନାଇ ଦେଲେ। ଦୁଇ ଭାଇ ବ୍ରାହ୍ମଣଙ୍କୁ ବସାଇ ତାଙ୍କର ପାଦ ଧୋଇଦେଲେ। ପାଦତକ ଆନନ୍ଦରେ ମସ୍ତକରେ ଛିଞ୍ଚିଲେ ଓ କିଛି ପିଇଦେଲେ। ବିନୟ ହୋଇ ଆସିବାରେ ଅଭିପ୍ରାୟ ପଚାରିଲେ। ବ୍ରାହ୍ମଣ କହିଲେ, ମୁଁ ଯେଉଁଠାରେ ସାଧୁସନ୍ଥଙ୍କର ଆଦର ଦେଖେ, ସତ୍ୟବାଦୀ, ଧାର୍ମିକ, ଦୟାଳୁ, କ୍ଷମାଶୀଳ ହରିଭକ୍ତଙ୍କୁ ଦେଖେ, ତାଙ୍କ ଘରେ ଦଣ୍ଡେ ବସିବାକୁ ଭଲପାଏ। ସେ ଖାଇବାକୁ ନ ଦେଲେ ବି ମାଗି କରି ଖାଏ। ତୁମ ଦୁଇ ଭାଇଙ୍କୁ ଦେଖି ମୁଁ ବହୁତ ଖୁସି। ଏବେ ମୋତେ ଅଙ୍କନା ଓ ମାଧନା ଅତ୍ୟନ୍ତ ବିନୟ ହୋଇ ବ୍ରାହ୍ମଣଙ୍କୁ ଅନ୍ନ ଖାଇବାକୁ ନିବେଦନ କଲେ। 10,000 ଲୋକଙ୍କର ଅନ୍ନ ଭୋଜନର ଆୟୋଜନ ହୋଇଥାଏ। ବ୍ରାହ୍ମଣ କହିଲେ, ତୁମେ ମୋତେ ଖାଇବାକୁ ଦେଇପାରିବ ନାହିଁ, କାରଣ ମୁଁ ଖାଇଲେ ସମସ୍ତେ ଉପବାସ ରହିବେ। ସମସ୍ତେ କୌତୂହଳୀ ହୋଇ ଆପଣା ଖାଆନ୍ତୁ। ଆମେ ଉପବାସ ରହିବ ବୋଲି ଅନୁନୟ ବିନୟ କଲେ। ଭଗବାନଙ୍କୁ ମଣିଷ ବୋଲି ଭାବିଲେ। ଅଙ୍କନା ଓ ମାଧନା ଅନ୍ୟମାନଙ୍କର ନିବେଦନ ରକ୍ଷା କରି ବ୍ରାହ୍ମଣ ଭୋଜନ କରିବାକୁ ରାଜି ହେଲେ। ନାନା ପ୍ରକାର ବ୍ୟଞ୍ଜନ, ପିଠା, ପଣା, ଦୁଧ, ଦହି ଓ ଘୃତର ବ୍ୟବସ୍ଥା ଥିଲା। ଅତିଥି କହିଲେ, ଯାହା ତିଆରି ହୋଇଛି ସବୁ ନେଇ ଆସ। ବଡ଼ ବଡ଼ କଦଳୀପତ୍ର 2-4ଟା ପକାଅ। କିଛି ଲୋକ ଖାଦ୍ୟଗୁଡ଼ିକୁ ଗୁଣ୍ଡା ଗୁଣ୍ଡା କର ଓ ନୃସିଂହଙ୍କୁ ସ୍ମରଣ କରି ମୋ ହାତକୁ ବଢ଼ାଇ ଦିଅ। ସେହିପରି କରାଗଲା। ଅତିଥି ଆଁ କରି ଗୋଟାଏ ପରେ ଗୋଟାଏ ଗୁଣ୍ଡା ଗର୍ଭକୁ କ୍ଷେପଣ କରୁଥାନ୍ତି। ଆହୁରି ଦିଅ, ଭୋକରେ ମୋ ପେଟ ଜଳୁଛି ବୋଲି ଅତିଥି ସବୁ ଗିଳି ଦେଉଥାନ୍ତି। ସମସ୍ତେ ଭୋକ ହୋଇ ଚାହିଁଥାନ୍ତି। ଶେଷରେ 1000 ଜଣ ବସି ଗୁଣ୍ଡା କଲେ। ଅତିଥିଙ୍କ ଭୋଜନ ଚାଲିଥାଏ। ଅଗ୍ନିରେ ଘୃତ ଢାଳିଲେ ଯେପରି ପ୍ରଜ୍ୱଳିତ ହୁଏ, ଅଗ୍ନି ଯେପରି ସବୁକିଛି ଭକ୍ଷଣ କରିଦେଇ ପାରନ୍ତି, ଅତିଥି ସେହିପରି ସବୁ ଖାଦ୍ୟକୁ ଗର୍ଭସାତ୍ କରିଦେଉଥାନ୍ତି। ଭାରୁଆମାନେ ଖାଦ୍ୟ ପଦାର୍ଥ ବୋହି ଆଣୁଥାନ୍ତି। ଶେଷରେ 10,000 ଲୋକଙ୍କର ଅନ୍ନ ବ୍ୟଞ୍ଜନ କ୍ଷଣିକ ମଧ୍ୟରେ ଶେଷ ହୋଇଗଲା। ଆଉ ଦିଅ ବୋଲି ଅତିଥି ଚିତ୍କାର କରୁଥାନ୍ତି। ଅଙ୍କନା ଓ ମାଧନାଙ୍କ ଅତିଥିଙ୍କ ପାଦତଳେ ପଡ଼ି ରୋଷେଇ ଚାଲିଛି, କ୍ଷଣେ ଅପେକ୍ଷା କରନ୍ତୁ ବୋଲି ନିବେଦନ କଲେ। ଆମ୍ଭେ ଛାର ଦୁଇ ଭାଇ ଆପଣଙ୍କୁ ଭୋଜନ ଦେବ ବୋଲି କହି ଅପରାଧ କରିଛୁ। ଆମ୍ଭକୁ କ୍ଷମା କରନ୍ତୁ। ଅତିଥି କହିଲେ, ଏବେ ମୋର କ୍ଷୁଧା ଶାନ୍ତ ହୋଇଛି, ତୁମ୍ଭେମାନେ ଭୋଜନ କର। ଏହା କହି ଆସନରୁ ଉଠି ଗୋଦାବରୀ କୂଳ ଆଡ଼େ ଚାଲିଗଲେ। ଅଙ୍କନା ଓ ମାଧନା ତଥା ଅନ୍ୟମାନେ ଅତିଥିଙ୍କ ପଛେ ପଛେ ଗୋଡ଼ାଇଥାନ୍ତି। ଅତିଥି ଗୋଦାବରୀରେ ପଶି ଅଇଁଠା ମୁହଁ ଧୋଇଲେ ଓ ପାଣି ପିଇଲେ। ଏତେ ପାଣି ପିଇଲେ ଯେ ଗୋଦାବରୀ ନଦୀ କିଛି ଦୂର ପର୍ଯ୍ୟନ୍ତ ଶୁଖିଗଲା। ଏହାପରେ ଅତିଥି କହିଲେ,
ମୁଁ ହେଉଛି ସ୍ୱୟଂ ନାରାୟଣ, ତୁମକୁ ପରୀକ୍ଷା କରିବାକୁ ଆସିଥିଲି। ମୋର ପରୀକ୍ଷାରେ ତୁମେ ଦୁହେଁ ଉତ୍ତୀର୍ଣ୍ଣ ହୋଇଛ। ମୃତ୍ୟୁ ପରେ ତୁମେ ଦୁହେଁ ମୋ ସହିତ ଲୀନ ହୋଇଯିବ। ଏବେ ଯାଇ ସମସ୍ତେ ଭୋଜନ କର। ଏହା କହି ଗଭୀର ଜଳରେ ବୁଡ଼ିଗଲେ। ଦୁଇ ହାତ ଟେକି କରକମଳରେ ଶଙ୍ଖ ଓ ଚକ୍ର ଦେଖାଇ ଅଙ୍କନ ଓ ମାଧବଙ୍କ ବ୍ୟତୀତ ଅନ୍ୟମାନଙ୍କୁ ତାହା ଦୃଶ୍ୟ ହେଲା ନାହିଁ। ସମସ୍ତେ ଅଙ୍କନ ଓ ମାଧବଙ୍କ ଘରକୁ ଫେରି ଆସିଲେ। ସମସ୍ତଙ୍କୁ ଅନ୍ନଦାନ କରି ସନ୍ତୁଷ୍ଟ ହେଲେ। ଜୀବନ ଅନ୍ତେ ବୈକୁଣ୍ଠ ସ୍ଥାନରେ ସେମାନେ ସ୍ଥାନ ପାଇଲେ।